ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ଆଷ୍ଟ୍ରୋ ସେସନ ଆରମ୍ଭ କରିବା। ଆମେ ରବି ମହାଗ୍ରହ କରୁଥିଲେ। ଆମେ ଗୋଟେ ନୂଆ ପ୍ଲେଲିଷ୍ଟ ବନେଇଛେ ରବି ମହାଗ୍ରହଙ୍କର ବିଭିନ୍ନ ପ୍ରକାର ନାମ ପର୍ଯ୍ୟାୟବାଚୀ ଶବ୍ଦ ଆମେ ପ୍ରିଭିୟସ କ୍ଲାସରେ ପଢିଥିଲେ। ଆଜି ଆମେ ରବି ମହାଗ୍ରହଙ୍କର ବିଷୟରେ ଆଉ ଟିକେ ଭଲସେ ଜାଣିବା। ଏତେ ବେସିକ୍ସ ରୁ ପୁରା ଟିକିନିକି ଆମେ ବେସିକ୍ସ ରୁ ଯାଉଛେ। ଏଇ ବେସିକ୍ସ କୁ ଯିଏ ସିରିୟଲି ଫଲୋ କରିବେ ସେ ନିଶ୍ଚିତ ଭାବରେ ତାଙ୍କର ବେସ୍ ଟାକୁ ଆଷ୍ଟ୍ରୋଲୋଜିକାଲ ବେସ୍ ଟାକୁ ଷ୍ଟ୍ରଙ୍ଗ କରିପାରିବେ। ଗୋଟେ ଘର ତିଆରି କରିବା ପାଇଁ ଯଦି ଘରର ବେସ୍ ମଜବୁତ ଥାଏ ତାହେଲେ ଘରଟିରେ ରହିବା ଠିକ ରହିବ। ସେମିତି ଏଇ ବେସିକ୍ସ ଗୁଡାକ ଏତେ ପରିମାଣରେ ଜାଣି ରଖିବା ଦରକାର, ସେଗୁଡିକ ଆଗକୁ ଯାଇ କାମ ଦେବ। ସେଥିପାଇଁ ଆମେ ପୁରା ମୂଳରୁ ପୁରା ବେସିକ୍ସ ରୁ ସହଜ ସରଳ ଭାବରେ ଆ, ଆରମ୍ଭ କରୁଛେ, ପଢଉଛେ। ତେଣୁ ଆପଣ ମାନେ ଏଗୁଡାକୁ ଦୟାକରି ମନେ ରଖନ୍ତୁ ଏବଂ ଫ୍ରି ଟାଇମ ହେଲେ ଆପଣ ମାନେ ଦେଖନ୍ତୁ, ଆପଣଙ୍କର ବେସ୍ ନିଶ୍ଚିତ ଭାବରେ କ୍ଲିୟର ହବ। ରବି ମହାଗ୍ରହଙ୍କର ଆମେ ପର୍ଯ୍ୟାୟବାଚୀ ଶବ୍ଦ କଭର କରିଦେଇଛେ। ଏଇଟା ରବି ମହାଗ୍ରହଙ୍କର ଯୋଉ ପ୍ଲେ ଲିଷ୍ଟରେ ଭିଡିଓ ନମ୍ବର 2 ରବି ମହାଗ୍ରହଙ୍କ ବିଷୟରେ। ଆଜି ଆମେ ଭଗବାନ ସୂର୍ଯ୍ୟଙ୍କର ସ୍ୱରୂପ ବର୍ଣ୍ଣନା କରିବା ଆକର୍ଡିଂ ଟୁ ଆଷ୍ଟ୍ରୋଲୋଜି। ସର୍ବପ୍ରଥମେ ଆମେ ଜାଣିବା ରବି ମହାଗ୍ରହଙ୍କର ରଙ୍ଗ କେମିତିଆ, ଦେଖିବାକୁ କେମିତି ଆସିବ। ମୁଁ ଏଇଟା ବିଭିନ୍ନ ଶାସ୍ତ୍ରରୁ ଏକ୍ସଟ୍ରାକ୍ଟ ବାହାର କରିଛି ଏବଂ ଯଦି କିଛି ଆପଣଙ୍କର ଡାଉଟ ହୁଏ, କୌଣସି କଥାରେ କଣ୍ଟ୍ରାଡିକ୍ଟ କରେ, ତ ଆପଣ ମାନେ ମତେ ପଚାରି ପାରିବେ, କିଛି ଅସୁବିଧା ନାହିଁ, ମୁଁ ଆପଣଙ୍କୁ କ୍ଲିୟର କରିଦେବି। ରବି ମହାଗ୍ରହଙ୍କୁ ଜେନେରାଲି ଦେଖିବାକୁ ଗଲେ ଆପଣ ମାନେ ଯଦି ତମ୍ବାର କଲର ଦେଖିଥିବେ, ଆପଣ ଯଦି ମହୁର କଲର ଦେଖିଥିବେ, ମହୁ ଭଳିଆ ଲାଲ ରଙ୍ଗ, ଠିକ ଅଛି ନା, ମହୁ ଭଳିଆ ଲାଲ ରଙ୍ଗର କଲର। ଧର କୋଉଠି ପ୍ରବଳ ମାତ୍ରାରେ ଖରା ହଉଛି, ଯଦି ତମେ ପ୍ରବଳ ଖରାକୁ ପୁରା ଅନେଇବ ତାହେଲେ ତମକୁ ଦେଖିବ ମହୁ ଭଳିଆ କଲର ଦେଖାଯିବ, ନହେଲେ ତମ୍ବା ଭଳିଆ କଲର ଦେଖାଯିବ। ଯଦି ସୂକ୍ଷ୍ମ ଦୃଷ୍ଟିରେ ତମେ ଖରାକୁ ଦେଖିବ ତାହେଲେ ସାମାନ୍ୟ ହଳଦିଆ ଲାଲ ମିଶ୍ରିତ କଲର ରଙ୍ଗ ଦେଖିବାକୁ ମିଳିଥାଏ। ତେଣୁ ଯୋଉ ମଣିଷ ମାନଙ୍କର ରବି ମୁଖ୍ୟତଃ ପ୍ରଧାନ, ମାନେ ତାଙ୍କ ଜାତକରେ ରବି ପ୍ରଧାନ ଜାତକ ହେଇଥିବ, ମାନେ ସୂର୍ଯ୍ୟ ପ୍ରଧାନ ଜାତକ ହେଇଥିବ, ସାଧାରଣତଃ ଦେଖାଯାଏ ସେମାନଙ୍କର ତୀକ୍ଷ୍ଣ ଦୃଷ୍ଟି ହେଇଥାଏ ଏବଂ ଆଖି ଆଉ କାନରେ ରେଡ ଅଧିକ, ମାନେ ଆଖିରେ ଯୋଉ ଭିତରେ ଯୋଉ ରେଡନେସ ଟା ଥାଏ, ଯୋଉ ଲୋକମାନଙ୍କ ଆଖି ଆଉ କାନ ପାଖରେ ରେଡନେସ ଟା ଅଧିକା ଥିବ, ଜାଣିବ ଯେ ସେ ଜାତକ ହଉଛି ରବି ପ୍ରଧାନ ଜାତକ। ମାନେ ସୂର୍ଯ୍ୟଙ୍କର ସେ ଜାତକ ଉପରେ ଅ, ବହୁତ ଡୋମିନାନ୍ସ ଅଛି। ମୁଁ ଏଇଠି କହି ରଖିବାକୁ ଚାହେଁ, ସମସ୍ତେ ଷଡ ବଳ ଉପରେ ଆଲୋଚନା କରନ୍ତି, ଷଡ ବଳ ଉପରେ ଆଲୋଚନା କରିକି ବନ୍ଦ କରିଦିଅନ୍ତି। କିନ୍ତୁ ଆପଣ ମାନଙ୍କୁ ମନେ ରଖିବା ଦରକାର ଯେ ଡୋମିନାନ୍ସ ବି ଗୋଟେ ଫ୍ୟାକ୍ଟର ଅଛି, ଯାହାକୁ କହନ୍ତି ପ୍ରଭୁତ୍ବ। ଗୋଟେ ଜାତକରେ ଡୋମିନାନ୍ସ ର ପ୍ରଭୁତ୍ୱର କେତେ ଯେ ମାତ୍ରା ଅଛି, ସେଟା ଆପଣ ମାନେ ଯେତେବେଳେ ଡିପଲି ଆମେ ପଢିବା ସେତେବେଳେ ମୁଁ ଆପଣଙ୍କୁ ଜଣେଇବି ଯେ କେବଳ ଷଡ ବଳ ନୁହେଁ, ଯେତେବେଳେ ପ୍ରଭୁତ୍ବ, ଯାହାକୁ ଇଂଲିଶ ରେ କୁହାଯାଏ ଡୋମିନାନ୍ସ, ତାର ବି ମଧ୍ୟ ଅନେକ ପ୍ରକାରର ଆପଣଙ୍କର ଇଏ ରହିଛି। ତାର ନିଶ୍ଚିତ ଭାବରେ ରହିଛି, କଣ ସେଟା କହନ୍ତି, ଅ, ଅଧିକ ରୂପରେଖ ଏବଂ ତାର ମହତ୍ଵ ମଧ୍ୟ। ତେଣୁ ଯୋଉମାନଙ୍କର ରବି ପ୍ରଧାନ ଜାତକ ହେଇଥିବ ତାଙ୍କର ଶରୀର ଟା ବର୍ଗାକାର ହେଇଥିବ, ନହେଲେ ବର୍ତ୍ତୁଳାକାର ହେଇଥିବ। ନା ଶରୀର ଟା ଯେମିତି ଗୋଟେ ଗୋଟେ ଲୋକଙ୍କୁ ଦେଖିବା ପୁରା ଗୋଲ ଗୋଲ ଦେଖା ହାଉଥିବେ, ତା ମୁହଁ ଗୋଲ, ତାଙ୍କ ବଡି ଦେଖିଲା ବେଳକୁ ଗୋଲ ଲାଗୁଥିବ କି ଚାରିକୁଣିଆ ଭଳିଆ ଲାଗୁଥିବ, ତାହେଲେ ସେଇ ଜାତକ ଗୁଡାଙ୍କର ନ ଦେଖି ଆପଣ ମାନେ କହିପାରିବେ। ମୁଁ ଏଇ ଯୋଉ ପ୍ରେଡିକ୍ସନ ଟେକ୍ନିକ ଗୁଡା କହୁଛି, ଆପଣ ଗୋଟେ ଗୋଟେ ଲୋକ ଏଇ ଯୋଉ ଗୁଡାକ, ଏଇ ଯୋଉ ବେସିକ ଭିତ୍ତି ଗୁଡା ପଢୁଛି, ଆପଣ ଗୋଟେ ଗୋଟେ ଲୋକ ଦେଖୁ ଦେଖୁ ତାର କୁଣ୍ଡଳୀରେ କୋଉ ଗ୍ରହ ଜାତକରେ ପ୍ରାଧାନ୍ୟ ଅଛି, ପ୍ରଭୁତ୍ୱ ଅଛି ତାର କୁଣ୍ଡଳୀରେ, ଆପଣ ମାନେ ଦେଖୁ ଦେଖୁ ଜାଣିଦେବେ। ତାର ଚେହେରା ଦେଖୁ ଦେଖୁ ଆପଣ ଡିଟରମାଇନ କରିଦେବେ କି ଏ ଲୋକର ଲଗ୍ନ କଣ, ଏ ଲୋକର କୋଉ ଗ୍ରହର ପ୍ରଭୁତ୍ୱ ଅଛି। ମୁଁ ଏଇ ବେସିକ୍ସ ରୁ ପଢଉଛି ଆପଣଙ୍କୁ, କି ଆପଣ ତ ଓନ୍ଲି ଚାର୍ଟ ଦେଖିବା ଅଲଗା କଥା, ଆପଣ ଲୋକକୁ ଦେଖୁ ଦେଖୁ ଆପଣ ଡିଟରମାଇନ କରିପାରିବେ କି ଏ ଲୋକର ଏଇ କୁଣ୍ଡଳୀ, ଏତେ ନମ୍ବର ଲଗ୍ନର କୁଣ୍ଡଳୀ ହେଇଥିବା ଦରକାର। ତେଣୁ ଏଇଗୁଡାକ ଭେରି ଇମ୍ପୋର୍ଟାଣ୍ଟ, ଭେରି ବେସିକ ସେସନ୍ସ ଗୁଡାକ ହେଲେ ମୋତେ ବହୁତ ଇମ୍ପୋର୍ଟାଣ୍ଟ, ଆପଣ ଏଇଟା ଦୟାକରି ମନ ଦେଇ ଶୁଣନ୍ତୁ। ତ ଆପଣ ମାନେ ଦେଖିବେ ଯେତେବେଳେ ଧାତୁ ଡିସାଇଡ ହବ, ମାନେ ଧାତୁ ମାନେ ଯୋଉ ମେଟାଲ୍ସ ଡିସାଇଡ ହବ, ଆପଣ ମାନେ ଜେନେରାଲି ଜାଣିବେ ଯେ ରବିର ଧାତୁ ତମ୍ବା କୁହାଯାଇଛି। ତମ୍ବା ହଉଛି ରବିର ଧାତୁ, ମାନେ ତମ୍ବା ମେଟାଲ ଟା ରବି କୁ ରିପ୍ରେଜେଣ୍ଟ କରେ, ଠିକ ଅଛି ନା।
କିନ୍ତୁ କିଛି ଶାସ୍ତ୍ରରେ ମଧ୍ୟ ମୁଁ ପାଇଛି ଯେ ସୁନା ବି ରବିକୁ ରିପ୍ରେଜେଣ୍ଟ କରେ। ଠିକ ଅଛି। ଜେନେରାଲି ଆମେ ଜାଣିଛେ ଅୟନ ଦି ପ୍ରକାର, ଗୋଟେ ହେଲା ଉତ୍ତରାୟଣ, ଗୋଟେ ହେଲା ଦକ୍ଷିଣାୟନ। ଜେନେରାଲି ଦକ୍ଷିଣାୟନରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ। ଉତ୍ତରାୟଣରେ ଜେନେରାଲି ଆମେ ସମସ୍ତେ ଜାଣିଛେ ଉତ୍ତରାୟଣରେ ସବୁ ଶୁଭ କାର୍ଯ୍ୟ କରାଯାଏ। ରବି ଉତ୍ତରାୟଣରେ ବଳବାନ ଥାନ୍ତି। ଏଇଟା ବି ଗୋଟେ ମେନ୍ ଫ୍ୟାକ୍ଟର। ଉତ୍ତରାୟଣ ସମୟରେ ରବି ବଳବାନ ଥାନ୍ତି। ଉତ୍ତରାୟଣ ସମୟ କଣ ନା ମକର ସଂକ୍ରାନ୍ତିରୁ ଆରମ୍ଭ ହେଇଯାଏ ଉତ୍ତରାୟଣର ସମୟ। ମକର ରୁ ଯୋଉ 6 ମାସ ରହିଲା ସେଗୁଡାକ ହଉଛି ଉତ୍ତରାୟଣରେ ଗଲା। ତାହେଲେ କୋଉ କୋଉ ଗଲା? ମକର, କୁମ୍ଭ, ମୀନ, ମେଷ, ବୃଷ, ମିଥୁନ। ମିଥୁନ ସଂକ୍ରାନ୍ତି ଆମେ ଉତ୍ତରାୟଣ ଚାଲିଲା। ତାହେଲେ ସେତିକି ବେଳ ପର୍ଯ୍ୟନ୍ତ ଆପଣ ଦେଖିବେ ପ୍ରାୟତଃ ସବୁ ଭଲ କାର୍ଯ୍ୟ, ଶୁଭ କାର୍ଯ୍ୟ ଏଇ ସମୟ ଭିତରେ ପ୍ରାୟତଃ ହିଁ କରାଯାଏ। କାରଣ ରବି ସେଇ ସମୟରେ ବହୁତ ହି ମାତ୍ରାରେ ବଳବାନ ଥାନ୍ତି। ରବିଙ୍କୁ କାଳପୁରୁଷ କୁଣ୍ଡଳୀର ଆତ୍ମା ବୋଲି ବି କୁହାଯାଏ। ଆପଣ ମାନେ ଯଦି ପ୍ରତ୍ୟେକ ଶାସ୍ତ୍ର ଦେଖିବେ ଆପଣ ମାନେ ପାଇବେ ଯେ ରବିଙ୍କୁ କାଳପୁରୁଷ କୁଣ୍ଡଳୀର ଆତ୍ମା, ଆତ୍ମା ସୋଲ ବୋଲି କୁହାଯାଏ। ରବିଙ୍କୁ ଗ୍ରହ ଜଗତର ରାଜା ମଧ୍ୟ କୁହାଯାଏ, ଆଉ ରାଜା ସେ ଅଟନ୍ତି ମଧ୍ୟ। ଆଉ ତାଙ୍କର ଆପଣ ଯଦି ସଂସ୍କୃତ ବହି ଗୁଡାକ ଖୋଜିବେ ତାହେଲେ ରବିଙ୍କ ବର୍ଣ୍ଣ ହଉଛି ରକ୍ତ ଶ୍ୟାମ ବର୍ଣ୍ଣ। ମାନେ ତମ୍ବା ଭଳିଆ କଲର ହେଇକି ଲାଲ ହେଇଥିବ, ତମ୍ବା ଭଳିଆ ଟିକେ କାଳିଆ ମାଳିଆ କଲର ହେଇକି ଲାଲ ହେଇଥିବ। ରବିଙ୍କର ଦେବତା ହଉଛନ୍ତି ଅଗ୍ନି। ରବି ହଉଛନ୍ତି ପୂର୍ବ ଦିଗର ସ୍ଵାମୀ। ରବିଙ୍କର ବର୍ଣ୍ଣ ହଉଛି, ଯୋଉ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଅଛି, ରବିଙ୍କର ବର୍ଣ୍ଣ ହଉଛି କ୍ଷତ୍ରିୟ ବର୍ଣ୍ଣ। ଠିକ ଅଛି। ଏବଂ ଇଏ ହଉଛି ପୁରୁଷ ଗ୍ରହ, ଏଟା ଫିମେଲ ଗ୍ରହ ନୁହଁ, ଏ ଗ୍ରହ ପୁରୁଷ ଗ୍ରହ। ମୁଁ ଏଟା କାହିଁକି କହିଲି ନା ଆପଣ ଦେଖନ୍ତୁ ମୁଁ ଏଇଠି ପ୍ରେଡିକ୍ସନ ସାଇମultaneously ପଢେଇ ପଢେଇ ଯାଉଛି। ଆପଣ ମାନେ ଯଦି ଟିକେ ଧ୍ୟାନ ରଖିବେ ଆପଣ ମାନେ ପ୍ରେଡିକ୍ସନ ଗୁଡାକୁ ଜାଣିପାରିବେ। ଆମେ ସନ୍ତାନ କୋଉ ଭାବରୁ ଦେଖୁ? ପଞ୍ଚମ ଭାବରୁ ଆମେ ସନ୍ତାନ ଦେଖୁ। ଯଦି କାହାର ପଞ୍ଚମରେ ରବି ଅଛନ୍ତି, ଇଣ୍ଡିପେଣ୍ଡେଣ୍ଟ ଅଫ ଲଗ୍ନ, ଲଗ୍ନ ଭୁଲି ଯାଆନ୍ତୁ ଆପଣ। ଏଠି ମୁଁ ଲଗ୍ନ ବିଷୟରେ କହୁନି, ଲଗ୍ନ ବିଷୟରେ ତ ହାୟର ରେ ମୁଁ ପଢେଇବି। ବର୍ତ୍ତମାନ ମୁଁ ପ୍ରେଡିକ୍ସନ ଆରମ୍ଭ କରିଛି କେବଳ ରବିଙ୍କୁ ନେଇ। ତେଣୁ ଆପଣ ମାନେ ଆପଣ ଧ୍ୟାନ ଦିଅନ୍ତୁ, ଯାହାର କାହାର ପଞ୍ଚମ ଭାବରେ ରବି ଅଛନ୍ତି ଏବଂ କୁଣ୍ଡଳୀରେ ଆପଣ ମାନେ ଦେଖିଲେ ଯେ ଷଡବଳ ହିସାବରେ ରବି ପାୱାରଫୁଲ ହେଇକି ଅଛନ୍ତି, ସେ କୁଣ୍ଡଳୀ ପାଇଁ ରବି କାରକ ହେଇଥାନ୍ତୁ, ଅକାରକ ହେଇଥାନ୍ତୁ, ଯାହା ବି ହେଇଥାନ୍ତୁ, ଯଦି ପଞ୍ଚମ ଭାବରେ ରବି ବସିଛନ୍ତି ଏବଂ ତାଙ୍କ ଉପରେ କୌଣସି ନୈସର୍ଗିକ ପାପ ଗ୍ରହର ଦୃଷ୍ଟି ନାହିଁ ବା କମ ମାତ୍ରାରେ ଅଛି, ବା ରବି ସେମାନଙ୍କୁ ଓଭର ପାୱାର କରିଦଉଛନ୍ତି ତାଙ୍କର ପ୍ରଭୁତ୍ୱ ଦ୍ଵାରା, ତେବେ ଆପଣ ମାନେ ସିଓର ହେଇଯାଆନ୍ତୁ ସେ ଲୋକର ପୁତ୍ର ସନ୍ତାନ ଜନ୍ମ ହେବ ହିଁ ହବ। ଯଦି ସବୁ କିଛି ଠିକ ଠାକ ଥାଏ ବା ବିବାହ ଠିକ ଥାଏ, ବିବାହ ମେଳ ହେଇକି ହୋଇଥାଏ, ତାହେଲେ ଆପଣ ଜାଣିବେ ଯେ ତାର ପୁତ୍ର ସନ୍ତାନ ହେବା କଥା ହିଁ ହେବ। ଏବଂ ପୁଣି ଆପଣ ମାନେ ଦେଖିବେ ଲଗ୍ନ ମାନେ ବର୍ତ୍ତମାନ ଲଗ୍ନ ଆପଣ ଭୁଲି ଯାଆନ୍ତୁ, ମୁଁ ରବିଙ୍କର ନୈସର୍ଗିକ ଗୁଣ ପଢଉଛି। ଲଗ୍ନ ପଢେଇଲା ବେଳେ ଆହୁରି ହାୟର ଲେଭେଲରେ ଆମେ ପଢିବା। ଏବେ ରବି ଯଦି କାହାର ଏକାଦଶରେ ଥାନ୍ତି ଏବଂ କୌଣସି ମାଲେଫିକ ନୈସର୍ଗିକ ପାପ ଗ୍ରହ ସେ ରବିଙ୍କୁ ଦେଖୁନଥାନ୍ତି, ତାହେଲେ କଣ ହବ ନା ରବି ତାଙ୍କର ସପ୍ତମ ଦୃଷ୍ଟିରେ ପ୍ରତ୍ୟେକ ଗ୍ରହ ତାର ସପ୍ତମ ଦୃଷ୍ଟିରେ ତାର ସପ୍ତମ ଗ୍ରହକୁ ଦେଖିଥାନ୍ତି। ତାହେଲେ ଏକାଦଶ ଭାବରେ ଯଦି କାହାର ରବି ଥାନ୍ତେ ସେ ତାର ପଞ୍ଚମ ଭାବକୁ ଦେଖିବେ, ତାହେଲେ ନିଶ୍ଚିତ ଭାବରେ ଏଇଠି ଆମେ କହିପାରିବା ପୁରୁଷ ସେ ଲୋକର ପୁତ୍ର ସନ୍ତାନ ଜାତ ହବ। ଠିକ ଅଛି। ରବି ହଉଛନ୍ତି ସତ୍ୱଗୁଣୀ ପ୍ଲାନେଟ। ରବି ସତ୍ୱଗୁଣୀ। ଏବଂ କିଛି ଶାସ୍ତ୍ରରେ ମଧ୍ୟ ରବିଙ୍କୁ ରଜଗୁଣୀ ବି କୁହାଯାଇଛି। ଏବଂ ୟାର ଆପଣ ପରାକାଷ୍ଠା ଦେଖିବାକୁ ବି ପାଇବେ। ସତ୍ୱ ରଜ ତମ ତିନିଟା ଗୁଣ ଅଛି, ତେଣୁ ରବି ସତ୍ୱଗୁଣୀ ମଧ୍ୟ ଆଉ ରଜଗୁଣୀ ମଧ୍ୟ। କିଛି ଶାସ୍ତ୍ରରେ ଆପଣ ରବିଙ୍କୁ ସତ୍ୱଗୁଣୀ ବୋଲି ପାଇବେ। ରବି କ୍ରୁର ହେଇପାରନ୍ତି କିନ୍ତୁ ରବି କେବେ ପାପୀ ହେଇପାରିବେ ନାହିଁ। ଯେହେତୁ ସେ କ୍ରୁର ସେଥିପାଇଁ ତାଙ୍କୁ ରଜଗୁଣୀ ପ୍ଲାନେଟ ବୋଲି କୁହାଗଲା। ଯେହେତୁ ସେ କାଳପୁରୁଷ ଜଗତ, କାଳପୁରୁଷ କୁଣ୍ଡଳୀର ସେ ଆତ୍ମା, ତାଙ୍କୁ ସତ୍ୱଗୁଣୀ ବୋଲି ମଧ୍ୟ କୁହାଗଲା। କାରଣ ଆତ୍ମାର କିଛି ବିକାର ନାହିଁ। ଠିକ ଅଛି ନା। ତ ରବି ଯେତେବେଳେ ସତ୍ୱଗୁଣୀ ଭଳିଆ କାମ କରନ୍ତି, ସତ୍ୱଗୁଣ ଭଳିଆ କାମ କରନ୍ତି, ସେ ବହୁତ ଭଲ ଫଳ ଦିଅନ୍ତି। ଆଉ ଯେତେବେଳେ ରବି ମାନେ ସତ୍ୱ ଗୁଣ ନ ଦେଇକି ରବି ପାପ ଫଳ ବି ଦେଇଥାନ୍ତି, ଏମିତି ନୁହଁ କି ରବି ପୁରା ନୈସର୍ଗିକ ଶୁଭ ଗ୍ରହ, ସେ କ୍ରୁର ଗ୍ରହ ଅଟନ୍ତି, ସେ ନୈସର୍ଗିକ ପାପ ଗ୍ରହ ନୁହନ୍ତି। ଆପଣ ଯଦି ଓଲ୍ଡ ଆଚାର୍ଯ୍ୟ ମାନଙ୍କର ବହି ଗୁଡାକୁ ପଢିବେ ରବି ପାପ ଗ୍ରହ ନୁହନ୍ତି।
ଏଇଟା ଆପଣ ସିଓର ହେଇଯାନ୍ତୁ। ରବି କ୍ରୁର ଗ୍ରହ, ଯେହେତୁ ସେ କ୍ରୁର ଗ୍ରହ ହେଲେ ତ ଯେମିତି ହେଲେ ରଜଗୁଣ ରହିବା କଥା ରହିବ, ଠିକ ଅଛି ନା। ତେଣୁ ରଜଗୁଣୀ ପ୍ଲାନେଟ, ତେଣୁ ଇଏ ପାପ ଫଳ ଦିଅନ୍ତି, କାରଣ ରଜଗୁଣରୁ ମଧ୍ୟ ପାପ ଜଡିତ ଥାଏ। ଯଦି କୌଣସି ଲୋକ ଙ୍କ କୁଣ୍ଡଳୀରେ ରବି ପାପ ତରିକାରେ କାମ କଲେ, ତାହେଲେ ଆପଣ ଜାଣିବେ ଯେ ପ୍ରାୟତଃ ଦେଖାଯାଏ ସେ ଜାତକ ମାନେ ସାଧାରଣତଃ ଜିଦିଆ ହେଇଥାନ୍ତି, ନିର୍ଦୟୀ ହେଇଥାନ୍ତି। ଧର କାହାର ମୁଁ ଗୋଟେ ଏକ୍ସାମ୍ପଲ ଦଉଛି, କାହାର ଲଗ୍ନରେ ରବି ମହାଗ୍ରହ ଅଛନ୍ତି, ତାଙ୍କର ଡୋମିନାନ୍ସ ଠିକ ଅଛି, ତାଙ୍କ ଷଡବଳ ଠିକ ଅଛି, ସେ ଲୋକ କୋଉଠି ମୁଣ୍ଡ ନୁଆଇବାକୁ ଚାହିଁବନି, ଏଟା ମୁଁ କ୍ଲିୟର କରିଦଉଛି। ଲଗ୍ନ ମାନେ ଆପଣ ନିଜେ, ଲଗ୍ନ ମାନେ ଆପଣ ନିଜେ ଯେତେବେଳେ ଗ୍ରହ ଜଗତର ରାଜା ଆପଣଙ୍କ ଲଗ୍ନରେ ବସିଗଲା, ଆପଣ ଲଗ୍ନ କୁଣ୍ଡଳୀ ଭୁଲି ଯାଆନ୍ତୁ, ମାନେ ଅନ୍ୟ ଯୋଉ ଧନୁ ଲଗ୍ନ, ମକର ଲଗ୍ନ, ମେଷ ଲଗ୍ନ, ବୃଷ ଲଗ୍ନ ଭୁଲି ଯାଆନ୍ତୁ, ଯେକୌଣସି ଲଗ୍ନ ହେଇଥାଉ, ରବି ଯେତେବେଳେ ଲଗ୍ନରେ ବସିଯିବେ, ସେ ଲୋକ ଜେନେରାଲି ତାର ତିନିଟା କ୍ୱାଲିଟି ପକ୍କା ଥିବ। ସେ ଗୋଟେ ଜିଦିଆଟେ ହେଇଥିବ, ପୁରା ଜିଦିଆ, ଏକ ଜିଦିଆ, ଯାହା କହିବ ସେଇ କହିବ, ଯାହା କହିବ ତାର, ସେ ସମସ୍ତଙ୍କୁ ଡୋମିନେଟ କରିବାକୁ ଚେଷ୍ଟା କରିବ, କାରଣ ଏଇଟା ରବିର ନୈସର୍ଗିକ ଗୁଣ। ତା ଯେମିତି ତୁମେ ତୁମର କ୍ୱାଲିଟି ଛାଡି ପାରିବନି, ସେମିତି ଗ୍ରହ ମାନେ ମଧ୍ୟ ତାଙ୍କର କ୍ୱାଲିଟି ଛାଡି ପାରିବେ ନାହିଁ। ରବି ଗ୍ରହ ଜଗତର ରାଜା, ରାଜା କଣ କାହାକୁ ଯାଇକି ମୁଣ୍ଡିଆ ମାରିବ, ବୁଝିପାରୁଛନ୍ତି। ତେଣୁ ରବି ଯଦି ଲଗ୍ନରେ ରହିଲେ, ସେ ଲୋକକୁ ପୁରା ଦେଖାଯାଏ। ମୁଁ ଚାରିଟା ପଏଣ୍ଟ କହୁଛି, ଆପଣ ମାନେ ମାର୍କ କରନ୍ତୁ, ଯେତେ ଆପଣ କୁଣ୍ଡଲି ଦେଖିଥିବେ, ରବି ଯଦି ଲଗ୍ନରେ ଅଛନ୍ତି, ପ୍ରଥମ କଥା ହେଲା ସେ ଜିଦିଆ ହେଇଥିବ, ଦ୍ଵିତୀୟ କଥା ହେଲା ସେ ନିର୍ଦୟୀ ହେଇଥିବ, ତୃତୀୟ କଥା ହେଲା ସେ ପତଳା ହେଇକି ପିଲାଟା ହେଇଥିବ, ଚତୁର୍ଥ କଥା ହେଲା ତାର ଚୁଟି କମ ଥିବ। ଯଦି ଝିଅ ହେଇଥିବ ପୁଅ ହେଇଥିବ, ତାର ଚୁଟି କମ ଥିବ, ଠିକ ଅଛି ନା। ଏବଂ ସେ ଅନ୍ୟମାନଙ୍କ ପାଖରେ ମୁଁ ନିଜର ନତମସ୍ତକ ହେବାକୁ ଚାହିଁବ ନାହିଁ। କାହିଁକି? କାରଣ ରବି ହଉଛନ୍ତି ସୌର୍ଯ୍ୟର ପ୍ରତୀକ। ଯୋଉ ଫେମ ଆମେ ଇଂଲିଶରେ କହୁ, ସେ ହଉଛନ୍ତି ଫେମ ର ପ୍ରତୀକ। ସୌର୍ଯ୍ୟ ମାନେ କଣ, ବୀର୍ଯ୍ୟ ତ ମାନେ ସେଇଟା ହେଲା କଣ, ସୌର୍ଯ୍ୟ ମାନେ କଣ ଆଉ, ମାନେ ତାକୁ ଆପଣ ମାନେ, ଆପଣ କଣ ଇଂଲିଶ ୱାର୍ଡ ତ ମତେ ଆଜି ଏକ୍ଜାକ୍ଟଲି ମନେ ପଡୁନି, କିନ୍ତୁ ଏମିତିଆ ଗୋଟେ ପ୍ରତୀକ, ଯିଏ କି ରାଜା, ଯିଏ ରାଜାଟା ଧର ଯିବ ରାସ୍ତାରେ, ସେ କିଏ ଭୁଳେଇ ଯିବ। ତେଣୁ ତ ଗ୍ରାଭିଟି କି ଯେହେତୁ ସେ, ଗ୍ରାଭିଟି ମେଣ୍ଟେନ। ହଁ ଗ୍ରାଭିଟି ଟା ନେଗେଟିଭ ୱାର୍ଡ। ସୌର୍ଯ୍ୟର ମିନିଂ ଆପଣ, ମୁଁ କହିବି, ଆପଣ ଏତିକି ମାନେ ଏତିକି ମାନେ ଭାବିକି ଚାଲ, ଯେ ଗୋଟେ ରାଜା ଯେତେବେଳେ ଯିବ, ଠିକ ଅଛି ନା, ଗୋଟେ କୋଉଠି ଯିବ, କେମିତି ଯିବାକୁ ଚାହିଁବ, ତାର ପାର୍ଷଦ ମାନଙ୍କୁ ସାଙ୍ଗରେ ଚାହିଁବ, ସେ ଚାହିଁବ ଯେ କିଛି ଅସୁବିଧା ନ ହଉ, ସେ ଯୋଉଠି ଯାଉଛି ତାର ମାନେ ସମସ୍ତେ ତାକୁ ରେସପେକ୍ଟ କରନ୍ତୁ, କେହି ତାର ବାଟ ନ କଟାନ୍ତୁ। ସ୍ୱର୍ଗର ଯଦି ଏକ୍ସାକ୍ଟ ମିନିଂ ଆପଣ ଦେଖିବାକୁ ଯିବେ, କହିବା ଭେଲୋର ଆଉ ସାହସିକତା, ମାନେ ସେ ଲୋକ ମାନେ ଜେନେରାଲି ସାହସୀ ପ୍ରାୟ ହେଇଥାଏ। ତେଣୁ କି ଆଜି ଆମେ ଜାଣିଲେ ରବି ଗ୍ରହଙ୍କର, ରବି ମହାଗ୍ରହଙ୍କର ନୈସର୍ଗିକ ଗୁଣ ରିଲେଟେଡ କିଛି ଜିନିଷ, ଏବଂ ଏଇଟା ବିଭିନ୍ନ ଆଚାର୍ଯ୍ୟ ଏହାର ମତ ଦେଇ, ଆଜିର ସେସନରେ ରବି ମହାଗ୍ରହଙ୍କ ପାଇଁ ଏତିକି। ଆପଣ ମାନେ ଷ୍ଟେପ ବାଇ ଷ୍ଟେପ ମୁଁ ଯୋଉ ଭିଡିଓ ରବି ମହାଗ୍ରହଙ୍କର ଅଛି, ତାକୁ ଶୁଣି 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 ଚାଲନ୍ତୁ, ଆପଣଙ୍କର ବେସିକ୍ସ ଫଣ୍ଡା ଟା କ୍ଲିୟର ହେଇ 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 ଚାଲିବ। ଆମେ ନେକ୍ସଟ କୁ ଯାଇକି ପଢିବା ରବି ମହାଗ୍ରହ ଯଦି ଲଗ୍ନରେ ଥିବେ ହବ, କାରଣ ତାଙ୍କର ଇନହେରିଟ କ୍ୱାଲିଟି ଅଛି ନା ଭାଇ, ତାଙ୍କର କ୍ୱାଲିଟି ମାନେ ସିଏ ସେଇ କ୍ୱାଲିଟିକୁ ନେଇକି ତାଙ୍କୁ ପର ବ୍ରହ୍ମ, ସେ ତା କ୍ୱାଲିଟି କେବେ ଛାଡି ପାରିବ ନାହିଁ, ଚାहे ଭଲ ହଉ ଚାहे ସେ ଖରାପ ହଉ, ଠିକ ଅଛି ନା। ତେଣୁ ଆଜିର ସେସନ ପାଇଁ ଏତିକି। ପୁଣି ସେସନରେ ରବି ଗ୍ରହଙ୍କର ଆଉ କିଛି ବିଷୟରେ ଜାଣିବା। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।